ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ତରଫରୁ ଆଜି ଯେଉଁ ଆଲୋଚନା ଚକ୍ର କରାଯାଇଛି ଜଗନ୍ନାଥ ଦାସଙ୍କର ଜନ୍ମ ବାର୍ଷିକୀ ଉପଲକ୍ଷେ ତାହା ଅତ୍ୟନ୍ତ ଉତ୍ସାହପ୍ରଦ ହୋଇଛି। ଏଥିରେ ଅଧିକାଂଶ ବ୍ୟକ୍ତି ଭାଗବତ ଆଲୋଚନା ବି କରିଥିଲେ। ଜଗନ୍ନାଥ ଦାସଙ୍କର ଜୀବନୀ ଏବଂ ତାଙ୍କ କୃତିତ୍ୱ ଉପରେ ମଧ୍ୟ ବହୁତ ବିଶଦ ଆଲୋଚନା ହୋଇଥିଲା। ମୁଁ ଏଥିପାଇଁକି ସମସ୍ତଙ୍କୁ ଆୟୋଜକମାନଙ୍କୁ ବିଶେଷ ଭାବରେ ଧନ୍ୟବାଦ ଦେଉଛି ଏବଂ ଆଜିର ସଭା ସାଫଲ୍ୟମଣ୍ଡିତ କରିବା ପାଇଁ ଯେଉଁମାନେ ଅବଦାନ କରିଛନ୍ତି ସେ ସମସ୍ତେ ମଧ୍ୟ ଧନ୍ୟବାଦାର୍ହ। ଆଜି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଆୟୋଜିତ ମହାପୁରୁଷ ଅତିବଡ଼ ଜଗନ୍ନାଥ ଦାସଙ୍କର ଜୟନ୍ତୀ ଏଇଠି ଯେଉଁ ପାଳିତ ହୋଇଛି ସେଇଠି ଯୋଗଦାନ କରିକିରି ମୁଁ ନିଜକୁ ଧନ୍ୟ ମନେ କରୁଛି। କାରଣ ଅତିବଡ଼ ଜଗନ୍ନାଥ ଦାସ ଆମର ଜାତିର ଗୌରବ, ଆମର ଭାଷାର ମାର୍ଗଦର୍ଶକ। କାରଣ ଭାଗବତ ଯେଉଁ ଗ୍ରନ୍ଥ, ଯେଉଁ ପୁରାଣ ମହାପୁରାଣ ସେ ରଚନା କରିଛନ୍ତି ସେଇଟା ହେଉଛି ଜୀବନ ବେଦ। ଜନ୍ମ ସମୟରୁ ମୃତ୍ୟୁ ପର୍ଯ୍ୟନ୍ତ ଆମେ ତାକୁ ପାଠ କରୁଛୁ। ସେଇଟା ଆମର ଜୀବନର ଗୋଟେ ଅଙ୍ଗ, ଆତ୍ମା ପାଲଟି ଯାଇଛି। ଭାଗବତର ଯେଉଁ ଛନ୍ଦ, ଯେଉଁ ଗୀତ, ଯେଉଁ ରୂପ, ଯେଉଁ ରସ, ଯେଉଁ ଭାବ, ଯେଉଁ ଭାଷା ଅଛି, ଯେଉଁ ଲୌକିକତା ଅଛି, ତାକୁ ଜଗନ୍ନାଥ ଦାସ ରଚନା ନ କରିଥିଲେ ଆଜି ଆମର କ'ଣ ଅବସ୍ଥିତି ହେଇଥାନ୍ତା, କ'ଣ ପରିସ୍ଥିତି ହେଇଥାନ୍ତା ସେଇଟା ଭାବିଲେ ବେଳେବେଳେ ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗେ। ଜଗନ୍ନାଥ ଦାସଙ୍କର ଭାଗବତ ହେଉଛି ଗୋଟେ ବିପ୍ଳବ, ଗୋଟେ ବିଦ୍ରୋହ, ଗୋଟେ ପ୍ରତ୍ୟୁତ୍ତର। କାରଣ ସେ ସମୟରେ ସଂସ୍କୃତ ଭାଷାକୁ, ବ୍ରାହ୍ମଣବାଦକୁ ଆଦିକୁ ପ୍ରତିହତ କରିବା ପାଇଁ ସେ ଯେଉଁ କାମ କରିଥିଲେ ତାହା ନିତାନ୍ତ ଭାବରେ ପ୍ରଶଂସନୀୟ ଏବଂ ସେ ବନ୍ଦନୀୟ। ସେଥିପାଇଁ ତାଙ୍କୁ ବହୁତ ସମାଲୋଚନା ସହିବାକୁ ପଡ଼ିଥିଲା। ଲୋକ ତାକୁ ତେଲି ଭାଗବତ ବୋଲି କହୁଥିଲେ, କିନ୍ତୁ ବୈଷ୍ଣବୀୟ କାବ୍ୟ ସାଧନା ଭିତରେ ଯେଉଁ ମହାମିଳନ, ଯେଉଁ ମହାସମୁଦ୍ରକୁ ସେ ରଚିଛନ୍ତି ସେଥିପାଇଁ ସେ କାଳ କାଳ ପର୍ଯ୍ୟନ୍ତ ଅମର ହେଇକି ରହିବେ। ତାଙ୍କର ଅନୁବାଦ, ତାଙ୍କର ଲୌକିକ ଭାଷାର ପ୍ରୟୋଗ, ମାନକ ଭାଷାର ପ୍ରୟୋଗ, ଛନ୍ଦ ଆମର ଓଡ଼ିଆ ଜାତି ପାଇଁ, ଓଡ଼ିଆ ଅସ୍ମିତା ପାଇଁ ଗୋଟେ ଗୁରୁଗମ୍ଭୀର ସ୍ୱର ହେଇକରି ବର୍ତ୍ତମାନ ଉଭା ହେଇଛି।